ଆରେ ଇଏ କ'ଣ ହେଉଛି, ଇଏ ତ ବେକ କାଟୁନି, ସେ ମରିଯିବ ଯଦି ମାମାଲି ବେକ କାହିଁ ଗାଈତରି କାଟୁଛି ଜାଣିବାକୁ ଚାହୁଁଛନ୍ତି ବ୍ଲଗ୍ଟାକୁ ଜମା ବି ସ୍ପ୍ଲିଟ୍ କରନ୍ତୁନି। ଜୟ ଜଗନ୍ନାଥ ଫ୍ରେଣ୍ଡ, ଆପଣମାନେ ସମସ୍ତେ କେମିତି ଅଛନ୍ତି? ଆଶା କରୁଛି ଆପଣମାନେ ବହୁତ ଭଲ ଥିବେ। ୱେଲକମ୍ ଆଶା ମାମା ବ୍ଲଗ୍କୁ। ଲାଇକ୍ ସବସ୍କ୍ରାଇବ୍ ସେୟାର କରିଦିଅନ୍ତୁ ପ୍ଲିଜ୍ ସାଙ୍ଗମାନେ। ଚାଲନ୍ତୁ ନେକ୍ସଟ ବ୍ଲଗ୍ରେ କହିଥିଲେ ବୋଉର ମୋର କୁଆଡ଼େ ଯାଉଛୁ କହିବି। ଆମେ ବର୍ତ୍ତମାନ ଆସିଥିଲୁ ଶାଗ କାଟି। ଆଉ କୁଆଡ଼େ ଯିବୁ ଭାବୁଥିଲା ଘର ଛାଡ଼ିକି, ନା ମୋ ଏଠି ଶାଗ ଗୁଡ଼ା ଯେଉଁ ଲାଗିଛି ବୋଲି ଶାଗ ଗୁଡ଼ା କାଟି ଦେଉଛୁ। ଶାଗ କାଟୁଛି କମ୍, ଷ୍ଟାଇଲ୍ ମାରୁଛି ଅଧିକ। ଦେଖନ୍ତୁ କି ଦା ଧରିକି କି ଷ୍ଟାଇଲ୍ ମୋବାଇଲ୍ ଅଛି। ଛିକା ନଜର ନ ଲାଗ ମୋତେ। ହେ ମୁଁ ବି ଯାଇକି ଟିକେ କାଟିଦେଲି। ମୁଁ କହିଲି ମୁଁ କ'ଣ ସବୁ ରହିବି, ଯାଇ କାଟିଲା ଅଛି। ମୁଁ କେଉଁ କାଟି ପାରୁଛି। ବୋଉ କହିଲି ବୋଉ ରହ ମୁଁ ଟିକେ ଆସେ। ମୁଁ ବାହାନା କରିକି ଥିରିକି ପଳେଇ ଆସିଲି। ସେ ବୋଉ ହେରିକା ସବୁ କାଟିଲେ। ଆଉ ମୋ ପରେ କିଏ ଚାଲାକ ଅଛି? ହେ ଶାଗ ଗଛ ଗୁରା ଦେଖିପାରୁଥିବ କେମିତିଆ ସୁନ୍ଦର ସୁନ୍ଦର ହେଇଛନ୍ତି। ହେଲେ କ'ଣ ହେବ, ଯେଉଁ ଲାଗୁଛନ୍ତି। ଏପଟେ ଗାୟତ୍ରୀ ପଳେଇ ଆସିଲା, ଏପଟେ ରେବତୀ। କାହାର ଯଦି ମୂଲିଆ ଦରକାର ନିହାତି କମେଣ୍ଟ ବକ୍ସରେ କହିବ, 5 ଟଙ୍କାରେ ବି ସେ କାମ କରିଦେବେ। ଦେଖ ଏକାଥରେ ଗାୟତ୍ରୀ କି ମୁଁ ଦେଖାଉଛି ବୋଲି ସେ ମୋ ଉପରକୁ ଶାଗ ଫୋପାଡ଼ୁଛି। ମୁଁ କହିଲି କଥା ହେଇ ତତେ ଦେଖେଇବି ଲୋ ଗାଈ। ହାଏ ଗାଇସ୍, ଦେଖାହବ। ହେ ଏକର ସାନମା ପଳେଇ ଆସିଲା। ବର୍ତ୍ତମାନ ଆସିଛି ଗାଈକି ଘାସ ଦେବା ପାଇଁ। ହେ ଗାଈକି, ଏଇ ଗାଈକି ନୁହଁ ମ, ତା ବଳଦ ଗାଈକି। ଗାଈ ବର୍ତ୍ତମାନ ବାହାରି ପଡ଼ିଲା ଦେଖ ମାମାଲି ପାଖକୁ ଦା ଧରିକି। କ'ଣ ପାଇଁ କାଟୁଛି ଦେଖାହବ ନେକ୍ସଟ ବ୍ଲଗ୍ରେ।